ବେତନଟୀରେ ପିଉସୀଙ୍କୁ ହତ୍ୟା କରି ପୁତୁରା ଗିରଫ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଦହିକୋଟି ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ପିଉସୀଙ୍କୁ ଧାରୁଆସ୍ତ୍ରରେ ହାଣି ପୁତୁରା ହତ୍ୟା କରିଥିବା ବେଳେ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମୃତା ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ 64 ବର୍ଷିୟା ଭଉଣୀ ଚାରୁଲତା ମିଶ୍ର। ଆଉ ହତ୍ୟାକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ମୃତ ଚାରୁଲତାଙ୍କ 21 ବର୍ଷିୟା ପୁତୁରା କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର। ଘରେ ତନ୍ମୟ ନିଜର ଶିକ୍ଷୟିତ୍ରୀ ମା ପ୍ରଭାତୀ ମଞ୍ଜରୀ ଦାସଙ୍କ ସହିତ ରହି ଆସୁଥିଲେ। ତେବେ ବୁଧବାର ତନ୍ମୟର ମା ପ୍ରଭାତୀ ମଞ୍ଜରୀ ସବୁଦିନ ଭଳି ସ୍କୁଲ ପଳାଇ ଯାଉଥିବା ବେଳେ ତନ୍ମୟ ଡିପ୍ଲୋମା ପଢ଼ିବାକୁ କଲେଜ ଯାଇଥିଲେ। ତେବେ କଲେଜରୁ ଫେରିବା ପରେ କୌଣସି କଥାକୁ ନେଇ ତନ୍ମୟ ଉତ୍ତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ପିଉସୀ ଚାରୁଲତାଙ୍କୁ କ୍ରମାଗତ ଭାବେ ହାଣି ଚାଲିଥିଲେ। ଘର ଭିତରେ ହିଁ ଚାରୁଲତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଖବର ପାଇ ଗ୍ରାମବାସୀ ଓ ପାଖ ପଡ଼ୋଶୀ ହତ୍ୟାକାରୀ କାନ୍ଦୁରୁ ଓରଫ ତନ୍ମୟଙ୍କୁ କାବୁ କରି ପୁଲିସକୁ ଜିମା ଦେଇଥିଲେ। ଏନେଇ ବେତନଟୀ ପୁଲିସ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇ ପୁତୁରାକୁ ଗିରଫ କରିଛି। ତେବେ ଦହିକୋଟି ଗ୍ରାମରେ ଏହିଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।